ଜାଣିଲୁ 12ଟା ବେଳେ ଜାଣିଲୁ। ଜାଣିଲା ପରେ ଆମେ ଗଲୁ ସେଠି ପୋଲ ପାଖକୁ। ପୋଲ ପାଖରେ ଦେଖିଲା ବେଳକୁ ତା ଜୋତାଟା ରହିଛି। ତା ଜୋତାଟା ରହିବ, ତା ଜୋତା ଦେଖିକି ଆମେ ଡାଉଟ୍ କଲୁ ଯେ ସେ ପିଲାଟା ପାଣିରେ ପଡ଼ିଯାଇଛି ବୋଲି। ଆମେ ଯାଇକି ପାଣି ଭିତରେ ଖୋଜାଖୋଜି କଲୁ। ଖୋଜାଖୋଜି ଘଣ୍ଟେ କି 45 ମିନିଟ୍ ଖୋଜାଖୋଜି କଲୁ ତା ଭିତରେ। ଖୋଜାଖୋଜି କଲା ପରେ ସେ ପିଲାଟା ବୁଡ଼ି ଯାଇଛି ଯାଇକି ଦଳ ପାଖରୁ କିଛି ବାଟ ଦୂରରେ ଭାସିକି ଯାଇ ଲାଗିଛି। ଲାଗିଲା ପରେ ଆମେ ସେ ଦଳ ଫଳ ସଫା କଲା ଭିତରେ ତାକୁ ଦେଖିଲୁ। ସେ ଗୋଡ଼ରେ ବାଜିଲା, ସେ ଆମର ଗୋଟେ ପିଲା ଥିଲା ତା ଗୋଡ଼ରେ ବାଜିଲା। ଗୋଡ଼ରେ ବାଜିଲା ତାକୁ ଟେକିଲୁ। ଟେକିକି ଦେଖିଲା ବେଳକୁ ସେ ପିଲା, ତାକୁ ଆଣିଲା ପରେ ଟେକିକି ଉଠେଇଲା ବେଳକୁ ଦେଖିଲା ବେଳକୁ ତାର ତ ନିଶ୍ୱାସ ଚାଲୁନଥିଲା। ତାକୁ ଆଣିକି ଉପରକୁ ଆଣିଲା ପରେ ତା ପେଟ ଫେଟ ଚିପାଚିପି କଲୁ। ପାଣି ଫାଣି କିଛି ବାହାରିଲାନି। ତାପରେ ତାକୁ ମେଡ଼ିକାଲ ନେଇଗଲୁ, ଧୂସୁରୀ ମେଡ଼ିକାଲ ନେଇଗଲୁ। ଧୂସୁରୀ ମେଡ଼ିକାଲରୁ ସେତେବେଳେ ଡକ୍ଟର କହିଲେ ନା ଇଏ ଡେଥ୍ କରିଦେଇଛନ୍ତି। ତାପରେ ତାକୁ ନେଇଗଲୁ ଭଦ୍ରକ ଯାଇକି ଇଏ କରିବା ପାଇଁ, ପୋଷ୍ଟମର୍ଟମ କରିବା ପାଇଁ ପଠେଇଲୁ। ଘଟଣା ମୁଁ ତ ପିଲାମାନଙ୍କ ପାଖରୁ ଶୁଣିଲି, ସେ ପିଲାଟି ଅଚାନକ ନଦୀ ମଧ୍ୟରେ, ନଦୀ ବନ୍ଧ ପାଖରେ ଖେଳୁଥିଲା। ଖେଳୁ ଖେଳୁ କାଳେ ସେ ନଦୀକୁ କେମିତି ଗୋଡ଼ ଖସି ଯାଇଛି, ଯାହାଫଳରେ କି ଗୋଡ଼ରେ ମାନେ କେହି ନଥିଲେ ସେ ଜାଗାରେ, ଆଉ ଗୋଡ଼ ଖସି ଯାଇଛି ବୋଧେ ନଦୀର ନିଶ୍ଚିତ ଭାବରେ ପଡ଼ିକି ମୃତ୍ୟୁବରଣ କରିଛି। ଆଉ ତ ଆସିଥିଲେ ସେତେବେଳକୁ ଅଲରେଡି ଗ୍ରାମବାସୀର ପିଲାମାନେ ଏବଂ କିଛି ଗ୍ରାମର ବୟସ୍କ ଲୋକମାନେ ଖୋଜାଖୋଜି କରିକି ତାକୁ ଉଦ୍ଧାର କରିଛନ୍ତି, ଯାହାଫଳରେ କି ସେତେବେଳକୁ ଅଲରେଡି ସେ ମରିଯାଇଥିଲା। ତ ନିଶ୍ଚିତ ଏଟା ମାନେ ସୂଚଉଛି, ଯେହେତୁ 11:30 12ଟା ବେଳକୁ ପିଲାକୁ ଖୋଜା ହଉଛି, ତା ଅର୍ଥ ସେ ନିଶ୍ଚିତ ଭାବରେ 10:30 କିମ୍ବା 9ଟା ବେଳକୁ ସେ ପିଲା ନିଶ୍ଚିତ ଘରୁ ଆସିଥିବ। ତେଣୁ ଘଣ୍ଟେ 2 ଘଣ୍ଟାର ବ୍ୟବଧାନରେ ପିଲାକୁ ଖୋଜା ହଉଛି ମାନେ ନିଶ୍ଚିତ ଭାବରେ ଗାର୍ଡିଆନ ମାନଙ୍କର ଏଠି ଅଛି ମାନେ ଆଉ ଏ ସମୟରେ ତ ସେମିତି କହିହବନି ସେ ଗାର୍ଡିଆନ କଣ କେମିତି ଇଏରେ, କିନ୍ତୁ ସମସ୍ତ ଗାର୍ଡିଆନ ମାନଙ୍କୁ ଆମେ ଏଇ ଗଣମାଧ୍ୟମରେ ଅନୁରୋଧ କରିବୁ, ପିଲାମାନଙ୍କୁ ନିଶ୍ଚିତ ଭାବରେ ସଚେତନ କରନ୍ତୁ। ନିଶ୍ଚିତ ଭାବରେ ତାଙ୍କୁ ଏଇ ପାଣି ଫାଣି ଗଡିଆ ପୋଖରୀ ନିଶ୍ଚିତ ଏଇ ଯୋଉ ବର୍ଷା ଦିନରେ ପୁରି ଯାଉଛି, ଯାହା ଫଳରେ କି ନଦୀ ମଧ୍ୟ ଧୀରେ ଧୀରେ ମାନେ ବଢୁଛି। ବର୍ଷା ହେଇଗଲା ବେଳକୁ ନଦୀରେ ପାଣି ଆସିଯାଉଛି, ଯେହେତୁ ଏଇଟା ମାନେ ବନ୍ୟା ଅଞ୍ଚଳ। ନଦୀରେ ଟିକେ ପାଣି ହେଲେ ବର୍ଷା ହେଲେ ନଦୀ ବଢରେ ନଦୀ ସବୁ କଣ୍ଡିଆ ନଦୀରେ ପାଣି ହେଇଯାଉଛି। ତେଣୁ ସମସ୍ତ ଗାର୍ଡିଆନ ମାନଙ୍କୁ ଅନୁରୋଧ କରୁଛି ଗଣମାଧ୍ୟମରେ ପିଲାମାନଙ୍କୁ ସଚେତନ କରାନ୍ତୁ ଏବଂ ପିଲାମାନଙ୍କୁ ମାନେ ଦୃଷ୍ଟି ଦେଇକି ରଖନ୍ତୁ। ମୁଁ ତ ଜାଣିଲି ମାନେ 11:30 12ଟା ବେଳେ। ଆମେ ଜାଣିକି ଖୋଜାଖୋଜି କଲୁ। ତାପରେ ତା ବୁଟ ଟା ଆଉ ପୋଲ ଉପରେ ଥିଲା। ଆଉ କି ଗାଁ ଲୋକ କହିଲେ କି ଏଇ ପାଣିର ସେ ପଡିଯାଇଛି, ଖୋଜାଖୋଜି କଲୁ। ତାପରେ ତାପରେ ଆମେ ପାଇଲୁ, ମୋ ଗୋଡରେ ବାଜିଲା। ମୁଁ ତାପରେ ତାକୁ ଧରିକି ତାଙ୍କୁ ଦେଇଦେଲି, ମାନେ ଉଠେଇ ନେଇ ଆଇଲୁ। ତାକୁ ଉଠିଲା ପରେ ତା ଛାତି ଫାତି ଚିପି ଦେଲୁ, ପାଣି ଫାଣି କିଛି ବାହାରିଲାନି। ତାପରେ ଡାକ୍ତରଖାନା ନେଇଗଲୁ। ତାପରେ ଡାକ୍ତର ମନା କଲେ କି ନା ଆଉ ବଞ୍ଚିନି। ତାପରେ ପୋଷ୍ଟମର୍ଟମ ପାଇଁ ନେଇଗଲେ।